ମୁଁ ଆପଣମାନଙ୍କ ମାଧ୍ୟମରେ ଏକଥା କହିବାକୁ ଚାହୁଁଛି ଯେ ଆଜି ପର୍ଯ୍ୟନ୍ତ ସାଲେପୁର ଯଦି ଲୋକପ୍ରତିନିଧି ଦେଇଛନ୍ତି ସେମାନେ ସାଲେପୁର କଲେଜକୁ ସରକାରୀ କଲେଜର ମାନ୍ୟତା ପାଇଁ କେବେ ଦାବି କରିନାହାନ୍ତି। ବହୁଗ୍ରାମ ଶୀତଳ ଭଣ୍ଡାରକୁ ଖୋଲିବା ପାଇଁ କେବେ ଦାବି କରିନାହାନ୍ତି। ସରକାରୀ କଲେଜର ମାନ୍ୟତା ପାଇଲେ ପିଲାମାନେ 500-1000 ଟଙ୍କାରେ ପାଠ ପଢ଼ି ପାରିବେ, କିନ୍ତୁ ସାଲେପୁର ଅଞ୍ଚଳର ଗ୍ରାମାଞ୍ଚଳର ସବୁତକ ଗ୍ରାମାଞ୍ଚଳ ଗରିବ ଘରର ପିଲା 10,000 ଟଙ୍କାରୁ କମ୍ରେ ସେମାନେ ପାଠ ପଢ଼ି ପାରୁନାହାନ୍ତି। ତେଣୁ ଆମକୁ ଯଦି ଲୋକ ନିର୍ବାଚିତ କରିବେ ଆମେ ଆକୁ ଗୁରୁତ୍ୱ ଦେବୁ, ଅଗ୍ରାଧିକାର ଦେବୁ, କୋଲ୍ଡ ଷ୍ଟୋରକୁ ଅଗ୍ରାଧିକାର ଦେବୁ ଏବଂ ସାଲେପୁର ବ୍ଲକରେ ରାଜନୈତିକ ପାତରଅନ୍ତର କରାଯିବ ନାହିଁ। ଚାଳଘର ମାଟି କାନ୍ଥ ଥିବ କଂଗ୍ରେସ ଲୋକଙ୍କୁ ଘର ଦିଆଯାଉ ନାହିଁ, ଚାଳଘର ମାଟି କାନ୍ଥ ଥିବା ବିଜେପି ଲୋକଙ୍କୁ ଘର ଦିଆଯାଉ ନାହିଁ। ଆଉ ମୋତେ ଯଦି ସାଲେପୁର ନିର୍ବାଚିତ କରିବେ ଏ ଯେଉଁ କଲ୍ୟାଣମୂଳକ କାମରେ ପାତର ଅନ୍ତର କରାଯିବ ନାହିଁ, ଏ ଗ୍ୟାରେଣ୍ଟି ମୁଁ ଆପଣମାନଙ୍କ ପାଖରେ ଆପଣଙ୍କ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛି। ଆମର ଲଢ଼େଇ ହେଉଛି ବିଜେଡ଼ି ସହିତ ଆଉ ବିଜେପି ସହିତ। ଆମର କ୍ୱେଶ୍ଚିନ୍ ହେଉଛି ଯେ ଲୋକମାନେ ଏ ଲଢ଼େଇ ଲଢ଼ୁଛନ୍ତି। କିଛି ଲୋକ ଯେଉଁ କହୁଛନ୍ତି ଯେ ଯେହେତୁ ବିଜେପିରେ ମିଶିଗଲା ଯେ ପ୍ରଶାନ୍ତ ବେହେରା ଏକତରଫା ହେଇଗଲା, ମୁଁ ୟାକୁ ଗ୍ରହଣ କରେ ନାହିଁ। କାହିଁକିନା ଲୋକମାନେ ଲଢ଼େଇ କରୁଛନ୍ତି ତାଙ୍କ ସହିତ, ସେ ଏ ନିର୍ବାଚନରେ ଲୋକ ନିଷ୍ପତ୍ତି କରୁଛନ୍ତି। କାରଣ ଲୋକ ଜାଣିଯାଇଛନ୍ତି ଯେ ବିଜେପି ଆଉ ବିଜେଡ଼ି କିଛି ଫରକ ନାହିଁ। ଲୋକ ନିଶ୍ଚିତ ମନ ବଦଳାଇବେ। ବିଜେପି ଯଦି ଗୋଟିଏ ପାର୍ଟି, ଏକଥା ଓଡ଼ିଶାବାସୀ ଜାଣିସାରିଛନ୍ତି, ସାଲେପୁରବାସୀ ବେଶୀ ଜାଣିଛନ୍ତି। କାହିଁକିନା ଏଠି ବିଜେପିର ଅପମିଶ୍ରଣ ହେଇଯାଇଛି। ଏଠି ବିଜେପି ମିଶ୍ରଣ ହେଇଛି, ଅପମିଶ୍ରଣ ହେଇଛି। ଏ ଅପମିଶ୍ରିତ ଖାଦ୍ୟ, ଅପମିଶ୍ରିତ ଦଳକୁ ଲୋକ ବର୍ଜନ କରିବେ।